ଅଛି ଡକ୍ଟର, ମୁଁ ଏବେ ଆସୁଛି। ଡକ୍ଟର, ମୋ ମାମା କେମିତି ଅଛି ଡକ୍ଟର? ଆପଣଙ୍କୁ କେମିତି ଯେ କହିବି? ମାନେ ମିଶ୍ର ବାବୁ, କେମିତି ମଣିଷ ମୁଣ୍ଡରେ ଆଘାତ ହେଲେ ମଣିଷ ତାର କଥା କହିବାର ଶକ୍ତି, ଶୁଣିବାର ଶକ୍ତି, ଦେଖିବାର ଶକ୍ତି ହରେଇ ବସେ ଆଉ ବେଳେବେଳେ ଜୀବନ ମଧ୍ୟ ଚାଲିଯାଏ, ଠିକ୍ ସେହିପରି ମାମା ତାର କଥା କହିବାର ଶକ୍ତି ହରେଇ ବସିଛି। କେତେ ପ୍ରକାର ଚକୋଲେଟ୍ ଆଣିଛି। ସେତିକି ନୁହେଁ, ମୁଁ ଫେଟି ଗଲାବେଳେ ମାମା ବାଲକୋନିରେ ଥାଇ କହିବ, ସବୁଦିନ ରାତିରେ ଶୋଇଲା ବେଳେ ମୁଁ ମାମାକୁ ଗପ ଶୁଣାଏ। ଆଉ ଗପ ସରିଲେ ମାମା କହେ, ଏଇ ଗପଟି ସରିଲା ଫୁଲ ଗଛଟି। ମାମା ମାମା ଏ ତୁମର କି ଅବସ୍ଥା? ମୋ ମୁଣ୍ଡ କେମିତି ଫାଟିଲା? ଓହୋ, ମୋ କଥା ଛାଡ଼, ଆଗକୁ ମୋ ମାମା କେମିତି ଅଛି? ଏ ନେଉଳ, ବୋକାଟା ଭଳି ଛିଡ଼ା ହେଇଛୁ କଣ? ଆରେ କହ, ମାନସର ଅବସ୍ଥା କିଏ କଲା? ଉପରବାଲା। ଉପରବାଲା? ସେଦିନ ମାମାର ଜନ୍ମଦିନ ପରେ ଆମେ ମୁମ୍ବାଇ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଲୁ। ଠିକ୍ ସେତିକିବେଳେ ଆପଣଙ୍କର ଫୋନ୍ ଗଲା। ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା। ଯେମିତି ମାନସ ବାବୁ ଶୁଣିଲେ ମୋତେ କହିଲେ, ନେଉଳ, ତୁ ବସ୍, ମୁଁ ଡ୍ରାଇଭ୍ କରୁଛି। ମୁଁ ଯେତେ କହିଲେ ସିଟ୍ ବେଲ୍ଟ ଲଗାଅ, ସେ ଶୁଣିଲେ ନାହିଁ। କାହିଁକି ନା ମୁଁ ମୋ ମାମାକୁ ଦେଖିବା ପାଇଁ ଖୁବ୍ ଜୋରରେ ଗାଡ଼ି ଚଲାଉଥାଏ। ଗାଡ଼ିଟା ମୋ କଣ୍ଟ୍ରୋଲ ବାହାରୁ ପଳେଇଲା। ଗୋଟେ ଟ୍ରକ୍ ଆସି ଆମ ଗାଡ଼ିର ପଛପଟେ ପିଟିଦେଲା। ମୁଁ ସିଟ୍ ବେଲ୍ଟ ପିନ୍ଧିଥିଲି ବୋଲି ବଞ୍ଚିଗଲି। ଆଉ ବାବୁଙ୍କୁ ଗାଡ଼ିରୁ କାଢ଼ି ମେଡିକାଲ ନେଇଗଲି। ତାପରେ ଡକ୍ଟର କହିଲେ ବାବୁଙ୍କର ଦୁଇଟା ଯାକ ଆଖି ନଷ୍ଟ ହେଇଯାଇଛି। অর্ডার 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 সমস্ত সাক্ষী প্রমাণକୁ ভিত্তি କରି কোর্ট এই নিষ্পত্তিରେ ଉପନୀତ ହେଲା କି ମୃତ୍ୟୁଞ୍ଜୟ ମିଶ୍ର ମାର୍କେଟରୁ ଉଠାଇଥିବା 50,000 କୋଟି ଟଙ୍କା ଶୁଝି ନ ପାରିବାରୁ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ କରାଗଲା। କୋର୍ଟ ଇଜ୍ ଡିସମିସ୍। ଆରେ ମା, ମୋ କଥା ଟିକେ ଶୁଣ। କଣ ଶୁଣିବି? ବାହାଘର 3 ମାସ ହେଲାଣି, ଏବେ ବି ତ ମୋ ଘରକୁ ଆସିନଥିଲ। ଆଜି କଣ ପାଇଁ ଆସିଛ? ଆରେ ସେମାନେ ତ ସବୁ ହରେ ଭିକାରୀ ହୋଇଗଲେ। ମୁଁ ସେଥିପାଇଁ ତତେ ଆଗରୁ କହୁଥିଲି କିଛି ମା ପାଖରେ ରଖିଦେ, ହେଲେ ତୁ ତ ଭାତୃ ପ୍ରେମ ଦେଖେଇଲୁ। ମାନେ ତମେ କଣ କରିବା ପାଇଁ ଚାହୁଁଛ? ଶୁଣ ମା, ଆମ ଗାଁ ଜ୍ୟୋତିଷ ଦେବ ପଣ୍ଡା, ତାକୁ ମୁଁ ପଚାରିଲି ମୋ ଝିଅ ଘରଟା ଏମିତି କଣ ହେଇଗଲା। ସେ କଣ କହିଲା ଟିକେ ଜାଣିଛୁ? କଣ